ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡ଼ିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡ଼ିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କ'ଣ କରିବା ନା 10 ଧାଡ଼ି 15 ଧାଡ଼ି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡ଼ିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡ଼ିରେ। ଲୁଇସ୍ ବ୍ରେଲିଙ୍କ ଜନ୍ମ 4 ଜାନୁଆରୀ 1809ରେ ହୋଇଥିଲା। ସେ ଜଣେ ଫରାସୀ ଶିକ୍ଷକ ଏବଂ ଉଦ୍ଭାବକ ଥିଲେ। ସେ ବ୍ରେଲି ପ୍ରଣାଳୀ ସୃଷ୍ଟି କରିଥିଲେ ଯାହା ଦୃଷ୍ଟିହୀନ ଲୋକମାନଙ୍କୁ ପଢ଼ିବା ଏବଂ ଲେଖିବା ପାଇଁ ସକ୍ଷମ କରିଥିଲା। 15 ବର୍ଷ ବୟସରେ ସେ ବ୍ରେଲି ବିକଶିତ କରିଥିଲେ ଯାହା ଏକ ଉଚ୍ଚ ବିନ୍ଦୁର ସ୍ପର୍ଶକାତର ପ୍ରଣାଳୀ ଥିଲା। ସେ 43 ବର୍ଷ ବୟସରେ 6 ଜାନୁଆରୀ 1852ରେ ମୃତ୍ୟୁବରଣ କରିଥିଲେ। ରହୁଛି ଦେଖା ଆଗାମୀ ଭିଡ଼ିଓରେ। ନମସ୍କାର।